ତ ପିଲାମାନେ ପୁଣି ଥରେ ଆଉ ଏକ ଭିଡିଓରେ ତମେ ସମସ୍ତ +2 ସେକେଣ୍ଡ ଇୟର ପିଲାମାନଙ୍କୁ ଅନେକ ଅନେକ ସ୍ୱାଗତ ଜଣାଉଛି। ପିଲେ ପୂର୍ବେ ଆମେ ଜାଣିଲେ ନୂଆ ନୂଆ କଅଁଳିଆ ଧୂପଘାସ ସବୁ ଜନ୍ମେ ପତ୍ରରେ ସଜୀବ ଆସେ ସବୁ ଶସ୍ୟ ଶ୍ୟାମଳ ଦେଖାଯାଏ। ସେଇ କଥାକୁ ପ୍ରାବନ୍ଧିକ କହୁଛନ୍ତି ହେ ବର୍ଷା ତ ସ୍ପର୍ଶରେ ଏଇ ପାଟଣା ସହର କ୍ଷଣିକରେ ସଜୀବ ପାଲଟିଯିବ ଶ୍ୟାମଳ ହୋଇଯିବ। ପୁଣି ସମ୍ବୋଧନ କରି ବର୍ଷାକୁ କଣ କହୁଛନ୍ତି ଦେଖ ପିଲେ। ବାରିଦ ମୁଁ ଶୁଣିଛି ଯେ ଇତିହାସରେ ଇତିହାସର କେଉଁ ନାମ ଅନାମ ଯୁଗରେ ମୁଁ ଶୁଣିଛି ଯେ ଇତିହାସର କେଉଁ ଅନାମ ଯୁଗରେ ବିତାଡ଼ିତ ବିରହୀ ଯକ୍ଷଟିଏ ପୁଷ୍ପ ଅର୍ଘ୍ୟରେ ତୋତେ ପୂଜା କରି ଅଳକାପୁରୀରେ ଅଳକାପୁରୀର ପ୍ରିୟା ପାଶକୁ ତୋ ହସ୍ତନ୍ତ ଉଦ୍ଧତ କରି ପଠାଇଥିଲା। ହେ ଦେଖ ପିଲେ ଏହା ହିଁ ହେଉଛି ପ୍ରବନ୍ଧିକ କିଭଳି ଆରମ୍ଭ କରୁଛନ୍ତି ଦେଖ ଯେ ଏଇ ଯୋଉ କଥା ବାରିଦ ବାରିଦ କହିଲେ ସେଇ ବର୍ଷା ବାରିଦ କହିଲେ କଣ ସେଇ ବର୍ଷା କହୁଛନ୍ତି ହେ ବାରିଦ ହେ ବର୍ଷା ମୁଁ ଶୁଣିଛି ପ୍ରାବନ୍ଧିକ କହୁଛନ୍ତି ଯେ ମୁଁ ଶୁଣିଛି କଣ ନା ଇତିହାସର ଯୋଉ ଅନାମ ଯୁଗରେ କେଉଁ ଅନାମ ଯୁଗ କେଉଁ ଯୁଗରେ ନାହିଁ ନାମ କହିଲେ ନାହିଁ ମାନେ କହିଲେ କଣ ଅନାମ ଜଳ ଅନାମ ମାନେ କଣ ମାନେ କେଉଁ ସମୟ ଯାହାକୁ ଜାଣି ହୁଏ ନାହିଁ ନା ଯାହାକୁ କହନ୍ତି ଆମେ ଅନାମ ଯୁଗ ବା ଅଜଣା ଯୁଗ ଯାହାକୁ କହୁଛେ ନା ନାଇଁ ଲେଖକ କହୁଛନ୍ତି ଇତିହାସର ଏଇ ଅଜଣା ଯୁଗରେ ବିତାଡ଼ିତ ବିରହୀ ଯକ୍ଷଟିଏ ପୁଷ୍ପ ଅର୍ଘ୍ୟରେ ତତେ ପୂଜା କରି ଅଳ ଅଳକାପୁରୀର ପ୍ରିୟାବାସକୁ ତ ହସ୍ତରେ ଉଦ୍ଦନ୍ତ ପଠାଇଥିଲା। ବୁଝିପାରିଲା କାଳିଦାସଙ୍କର ମେଘଦୂତ କାବ୍ୟ ତମମାନଙ୍କର ମନେ ତ ଭାବିଲେ ସମସ୍ତଙ୍କ ହେଲେ ତମେ ମାନେ ସମସ୍ତେ ଜାଣିଥିବ ଯେ ସଂସ୍କୃତ ସାହିତ୍ୟରେ ମହାକବି କାଳିଦାସ କଣ କରିଥିଲେ ନା ବର୍ଷାକୁ ଦୂତ କରି ପ୍ରିୟା ପାଖକୁ ପଠାଇଥିଲେ। ପ୍ରଣୟିନୀ ପାଖକୁ ପଠାଇଥିଲେ କିଏ ପଠାଇଥିଲେ ନା ମେଘ କାବ୍ୟରେ ଲେଖା ଯାଇଥିଲା ଯେ ବୀର ଯକ୍ଷଟିଏ କଣ କରିଛି ପୁଷ୍ପ ଅର୍ଘ୍ୟରେ ପୁଷ୍ପାଞ୍ଜଳି ଦେଇ ଫୁଲ ଦେଇ କଣ କରିଛି ମେଘକୁ ପୂଜା କରିଛି ଏବଂ ମେଘ ହାତରେ ଖବର ପଠାଇଛି କାହାକୁ ନା ଅଳକାପୁରୀର ପ୍ରିୟା ପାଖକୁ ଅଳକାପୁରୀରେ ଅଛି ନା ପ୍ରିୟା ଏଠି ଯକ୍ଷ କଣ ହେଇଛି ଅଭିଶପ୍ତ ଜୀବନ ପାଇଁକି ଗିରି ପର୍ବତରେ ଅଛି ବା ଯଦି ଆମେ କହିବା ଏଠି ଅଭିଶପ୍ତ ଜୀବନ ପାଇକି କଣ କରିଛି ରାମଗିରି ପର୍ବତରେ ଯକ୍ଷ ଅଛି ଏବଂ ରାମଗିରି ପର୍ବତରେ ଯକ୍ଷ ଅଳକାପୁରରେ ଅଛି ପ୍ରିୟା ଏତେ ଦୂର କେମିତି ଖବର ପଠାଇବି କାହା ହାତରେ ଖବର ପଠାଇବି ମେଘକୁ ଅର୍ଘ୍ୟରେ ପୂଜା କରି ତାକୁ ସେ କଣ କରିଛି ଖବର ପଠାଇଛି ବା ଉଦନ୍ତ ଦେଖ ପିଲେ ଉଦନ୍ତ ପଠାଇଲା ଉଦନ୍ତ କହିଲା ଖବର ପଠାଇଲା ମେଘଦୂତ କାବ୍ୟର ଏହା ହିଁ ଲେଖା ହେଇଛି ସାରାଂଶ ବୁଝିପାରିଲା ମେଘଦୂତ କାବ୍ୟର ଏହା ହିଁ ହେଉଛି ସାରାଂଶ ଏଇ ମେଘଦୂତ କାବ୍ୟକୁ ଅନୁସରଣ କରି ବା ଏହାକୁ ସେ ଅନୁସରଣ କରି କଣ କରିଛନ୍ତି ବର୍ଷାକୁ ଓଡିଶାକୁ ପଠାଇଛନ୍ତି ଯେମିତି ବିରହ ଯକ୍ଷଟିଏ ଅଳକାପୁରର ପ୍ରିୟା ପାଖକୁ ଯକ୍ଷିଣୀ ପାଖକୁ ଖବର ପଠାଇଥିଲା ସେଇଭଳି ଆଜି ପୁଷ୍ପପୁର ପାଟନାରେ ରହି ପ୍ରାବନ୍ଧିକ କୃଷ୍ଣଚନ୍ଦ୍ର ପ୍ରାଣୀଗ୍ରାହୀ କଣ କରୁଛନ୍ତି ଖବର ପଠାଉଛନ୍ତି ଓଡିଶାରେ ଥିବା ବା ଓଡିଶାକୁ ଟିକେ ଭିଜେଇ ଦେଇ ଓଡିଶା ପାଖକୁ ଖବର ପଠାଉଛନ୍ତି ମେଘ ହାତରେ କହୁଛନ୍ତି କଣ କିଛି କିନ୍ତୁ ଘନ କିନ୍ତୁ
ଘନ ବୁଝିପାରୁଛନ୍ତି ନାଇଁ, ଯେମିତି ସଂସ୍କୃତ ସାହିତ୍ୟରେ କାଳିଦାସ ମେଘକୁ ଦୂତ କରି ପଠାଇଥିଲେ, ବର୍ତ୍ତମାନ ଓଡିଶାରେ ଆମେ ଲେଖୁଛେ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ପାଟନାରେ ଥିବା ବେଳେ କଣ କରୁଛନ୍ତି, ମେଘକୁ ଦୂତ ଭାବରେ ଓଡିଶାକୁ ପଠାଉଛନ୍ତି, ଟିକେ ଓଡିଶାକୁ ଭିଜେଇ ଦେଇଆ ଯେମିତି ବୀର ହିଁ ଯକ୍ଷ ଯୋଉ ମେଘ, ଯେମିତି ସେଥିରେ ଅଲଗା ହେଇଥିଲା ଯେ ମେଘ କୁଆଡେ ଯିବ, ମେଘ ରାମଗିରି ପର୍ବତ ବୁଝିପାରିଲା, ଅମ୍ବରକୂଟ ଯିବ, ମାଳପୁରୀ ଯିବ, ବୁଝିପାରୁଛ ନା ନାଇଁ, ଏବଂ ଧୀରେ ଧୀରେ ଆସି ନଦୀ ବହୁ ନଦୀ ଦେଇ କୁରୁକ୍ଷେତ୍ର ଦେଇ ଆଜି ପହଞ୍ଚି କେଉଁଠି, ସରସ୍ୱତୀ ନଦୀ ଦେଇ ଆଜି ପହଞ୍ଚିବ। ସେଇଭଳି ଏଥିରେ ମଧ୍ୟ ମେଘକୁ କିଏ ପଠାଉଛନ୍ତି, କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ପଠାଇଛନ୍ତି ଯେ ମେଘ କିଭଳି ସମ୍ବଲପୁର ଯିବ, ମୟୂରଭଞ୍ଜ ଯିବ, ସେ ମେଘ ପୁରୀ ଯିବେ, ପୁରୀ ଯିବ, କୋଣାର୍କ ଯିବ, ଚାରିଆଡେ କେମିତି ଯଦି ଯିବ ସେଇ କଥା କିଏ ବର୍ଣ୍ଣନା କରିଛନ୍ତି ଏବଂ କହୁଛନ୍ତି କିନ୍ତୁ ଘନ କହିଲେ ସେଇ ମେଘ, ମେଘକୁ ବୁଝାଏ, କିନ୍ତୁ ଘନ କଣ ନା ବ୍ୟକ୍ତି ଠାରୁ କଣ ଗୋଷ୍ଠୀ ବଡ ନୁହେଁ, ଦେଖ ବୋଲେ ବ୍ୟକ୍ତି ଠାରୁ କଣ ଗୋଷ୍ଠୀ ବଡ ନୁହେଁ, ଏ ଯେଉଁ ବ୍ୟକ୍ତି କଥା ତୁ ବୁଝିପାରିଲୁ, ବୀର ବୀର ହିଁ ଯକ୍ଷ କଥା ବୁଝିପାରିଲୁ, କିନ୍ତୁ ବ୍ୟକ୍ତି ଠାରୁ କଣ ଗୋଷ୍ଠୀ ବଡ ନୁହେଁ, ଉତ୍କଳବାସୀ କେତେ ଲୋକ, ଓଡିଶାରେ କେତେ ଲୋକ, ବହୁତ ଲୋକ ଅଛନ୍ତି, ତୁ ଯଦି ଜଣକ ଖବର ନେଇକି ଯାଇପାରୁଛୁ, ଜଣକ ଖବର ନେଇକି ତ ପ୍ରଣୟିନୀ ପ୍ରଣୟିନୀ ପ୍ରିୟା ମୋ ପ୍ରଣୟିନୀ ବା ଅଳକାପୁରରେ ମୋ ପ୍ରିୟା ପାଖକୁ ଖବର ନେଇକି ପହଞ୍ଚେଇ ପାରୁଛୁ, ହେଲେ ଏଇ ଜଣେ ବ୍ୟକ୍ତିଙ୍କ କାମ ଯଦି ତୁ କରିପାରୁଛୁ, ଉତ୍କଳ ତ ଗୋଟେ ଗୋଷ୍ଠୀ ବା ଓଡିଶାରେ ବହୁତ ଓଡିଆ ଲୋକ ଅଛନ୍ତି, ସେ ଗୋଷ୍ଠୀର ଲୋକ ମାନେ କଣ ବଡ ନୁହେଁ, ଦେଖ ବୋଲି ସେମାନେ କେମିତି ଖରାରେ ସିଧି ଗଲେଣି, ବା ସେମାନେ ଯେଉଁ ଖରା ବା ପ୍ରଚଣ୍ଡ ରୁଦ୍ର ତାପରେ କେମିତି ଅତିଷ୍ଠ ହେଲେଣି, ତେଣୁ ବ୍ୟକ୍ତି ଠାରୁ ସେ ଯୋଉ ବୀର ହିଁ ଯକ୍ଷ ଜଣେ ବ୍ୟକ୍ତି ଠାରୁ କଣ ଗୋଟେ ଗୋଷ୍ଠୀ ବଡ ନୁହେଁ, ଏଇ ତାପରେ ଦେଖ ପିଲେ ଏହି ଭ୍ରାମ୍ୟମାଣ ଉଦାସୀନ ଧରଣୀ ବ୍ୟକ୍ତି ବିଶେଷର ଲାଭ କ୍ଷତିରେ ବିଚଳିତ ହୁଏ ନାହିଁ, ଏଣୁ ଏହି ଭ୍ରାମ୍ୟମାଣ ଏଇ ସବୁବେଳେ ମିଳୁଥିବା ଉଦାସୀନ ଧରଣୀ, ଏ ଉଦାସୀନ ଧରଣୀ ଏ ପୃଥିବୀ କଣ ବ୍ୟକ୍ତି ବିଶେଷର ଲାଭ କ୍ଷେତ୍ରରେ ବିଚଳିତ ହୁଏ ନାହିଁ, କୌଣସି ବ୍ୟକ୍ତି ବିଶେଷର ଯୋଉ ଲାଭ କ୍ଷତି ଆସିଲା ସେଥିରେ ପୃଥିବୀର କି ଯାଏ, କି ଯାଏ କି ଆସେ, ବୁଝିପାରୁଛନ୍ତି ନା ନାହିଁ, କିନ୍ତୁ ଏଇ ଯୋଉ ପୃଥିବୀକୁ ଯୋଉଥିରେ ବଞ୍ଚି ରହିଛି ବାୟୁ ସଲିଳ ଆଲୋକ ଉତ୍ତାପ ପାଇଁ ଯେ ଜୀବନ ବାସଭୂମି ହେଇଛି, ସେଥିରୁ ଗୋଟିଏ ଉଣା ହେଲେ କଣ ଆଉ ବାସଭୂମି ହୋଇପାରିବ, ଲେଖକ କହୁଛନ୍ତି ଦେଖ ପିଲେ, ସେ ଯଦି ଗୋଟିଏ ବ୍ୟକ୍ତି ବିଶେଷଙ୍କର ଲାଭ କ୍ଷତିରେ ପୃଥିବୀ ବିଚଳିତ ହୁଏ ନାହିଁ, କିନ୍ତୁ ପୃଥିବୀ କେଉଁଥିରେ ବିଚଳିତ ହବ, ଯେଉଁଥିରେ ଜୀବନ ଧାରଣ କରିছে, ବାୟୁକୁ ନେଇ ସଲିଳ ପାଣିକୁ ନେଇ ଆଲୋକ ଉତ୍ତାପ ନେଇ ପାଇ ଯେଉଁଥିପାଇଁ ସେ ଜୀବନ ମାନଙ୍କର ବାସଭୂମି ହୋଇଛି, ଯଦି ସେଥିରୁ ଗୋଟିଏ ବି କମିଯାଏ, ଯଦି ସେଥିରୁ ଏଇ ଯୋଉ ଚାରୋଟି ଦେଖିପାରୁଥିବ ପିଲେ, ଏଇ ଚାରୋଟି ଏଇ ଗୋଟିଏ ଜିନିଷ କମିଯାଏ ଉଣା ହୁଏ, ତାହେଲେ ପୃଥିବୀ କଣ କରେ, ବାସଭୂମି ହୋଇ ରହିପାରିବ ବୋଲି ମେଘକୁ ପ୍ରଶ୍ନ କରୁଛନ୍ତି, ତେଣୁ ତୁ ଶୀଘ୍ର ଟିକେ ଯା, ଉତ୍କଳ ପ୍ରଦେଶରେ ଯା, ଏବଂ ଆଉ କଣ କରୁଛନ୍ତି, ଜଳାଭାବରେ ଉତ୍କଳରେ ଆଜି ହାହାକାର ପଡିଛି, ପ୍ରଚଣ୍ଡ ରୁଦ୍ର ତାପରେ ଆଜି ଅତିଷ୍ଠ ଉତ୍କଳବାସୀ ଜଳଭାବ ହୋଇ ଘଟିଛି, ଉତ୍କଳ ଆଜି ହାହାକାର ଶୁଭୁଛି ଏବଂ କହୁଛନ୍ତି ଅନୁଦିନ ଅଶ୍ରୁ ଅର୍ଘ୍ୟରେ ମାନସ କମଳ ଅର୍ପଣ କରି ତତେ ମୁଁ କାତରେ କହୁଛି, ପୁଷ୍ପପୁରେ ସ୍ୱକର୍ମ ପୁଷ୍ପପୁରରେ ସ୍ୱକର୍ମ ଉତ୍କଳ ପଥରେ ଗତି କରିବୁ ରେ ମେଘ, ଯେମିତି ମେଘଦୂତ କାବ୍ୟରେ କାଳିଦାସ ସେ ଯେଉଁ ଯକ୍ଷ ଯକ୍ଷ କଣ କରିଥିଲା ନା ଗିରି ମଞ୍ଚକରେ ପୂଜା କରି ମେଘକୁ ପାଇଥିଲା ବା ତା ପ୍ରିୟା ପାଖକୁ, ଏଠି ମଧ୍ୟ ଆଜି ପ୍ରାବନ୍ଧିକ ଯେମିତି ପଠାଉଛନ୍ତି
ଦିନ ଅଶ୍ରୁ ଅଘ୍ୟରେ ଲୁହ ଢାଳିକି ଲୁହ ଢାଳିକି ଲୁହ ଢାଳିକିରି ହାଁ ଲୁହ ଢାଳିକି ଏବଂ ମାନସ କୋମଳେ ମାନସ କୋମଳ ପଥର ଅର୍ପଣ କରି ମନର ବାଞ୍ଛା ମନେ ମନେ ପଦ୍ମ ଦେଇ ବା ମନର ପଦ୍ମ ପୁଷ୍ପକୁ ଅର୍ପଣ କରି ଆଜି କାତରେ ଆଜି ଅତି ଦୁଃଖରେ କହୁଛନ୍ତି ପୁଷ୍ପପୁରେ ସୋ କର୍ମ ସାରି ଏଇ ପାଟନା ସହରରେ ଯାହା କାମ ସୋକର୍ମ ନିଜ କାମ ସାରି ତୁ ଉତ୍କଳ ପଥରେ ଏଇ ଉତ୍କଳର ଓଡିଶା ବାଟରେ ତୁ ଟିକେ ଗତି କର ଏବଂ ଆଉ କଣ କହୁଛନ୍ତି ଦେଖ ପିଲେ ଏଇ ସବୁ ଏସବୁ ତମ ମାନଙ୍କର ପରବର୍ତ୍ତୀ ସମୟରେ ଆଲୋଚନା କରିବା ତାହେଲେ ପିଲେ ଆଜି ପାଇଁ ବାସ୍ ସେତିକି।